ଆଜ୍ଞା ଡେଫିନେଟଲି ମୋର ମାନେ ମୁଁ ଯୋଉ କ୍ୟାରେକ୍ଟରଟା ପ୍ଲେ କରୁଛି ସେ କ୍ୟାରେକ୍ଟରଟା କମ୍ପ୍ଲିଟଲି ଡିଫରେଣ୍ଟ ମାନେ ମୁଁ ପର୍ସନାଲି ଯେମିତି ସେ କ୍ୟାରେକ୍ଟରଟା କମ୍ପ୍ଲିଟଲି ଡିଫରେଣ୍ଟ ମାନେ ମୋର ସିରିଏଲ କ୍ୟାରେକ୍ଟରଠୁ ତ ମତେ ଫାଷ୍ଟ ମୋ ଭଏସ୍ ଖୋଲିବାକୁ ହିଁ ବହୁତ ଟାଇମ୍ ଲାଗିଲା ମାନେ ଚିଲେଇବା ବହୁତ ବଡ଼ ବଡ଼ ପାଟିରେ କଥା କହିବା ଏଇସବୁ ଜିନିଷ କରିବା କିମ୍ବା ସେମିତି ଗୋଟେ ଆଗ୍ରେସନଟା ଦେଖେଇବା ଆଇ ଥ୍ରୁରେ କିମ୍ବା ଫେସିଆଲ ଏକ୍ସପ୍ରେସନ ଥ୍ରୁରେ ମତେ ବହୁତ କଷ୍ଟ ଥିଲା କିନ୍ତୁ ଆମ ଡିରେକ୍ସନ ଟିମ୍ ଯିଏ ଅଛନ୍ତି ବହୁତ କୋଅପରେଟିଭ ବହୁତ ଜିନିଷ ମତେ ଏବେ ଯାଏ ବି ଶିଖାନ୍ତି ଏମିତି କର ସେମିତି କରନି ବହୁତ କୋଅପରେଟ କରନ୍ତି ବେଳେବେଳେ ଆପଣଙ୍କର ଯୋଉ ଏବେ ସିରିଏଲ କ୍ୟାରେକ୍ଟରଟା ଅଛି ସେଇ କ୍ୟାରେକ୍ଟରଟା ଆପଣଙ୍କ ରିଅଲ ଲାଇଫରେ କେବେ ଇମ୍ପାକ୍ଟ ପକେଇଛି ଗୋଟେ ଭାବିଛନ୍ତି କେବେ ଟିଭି ସିରିଏଲ ଆପଣ ନା ନା ରାଗ ତ ନର୍ମାଲ ଗୋଟେ ରାଗ ତ ସମସ୍ତଙ୍କ ଭିତରେ ତ ସେ କିନ୍ତୁ ସିରିଏଲ ଟାଇପର ମୁଁ କାହିଁକି ରାଗିବି ମାନେ ଏତେ ଆଗ୍ରେସନ ଦେଖି ମୁଁ ମୋ ଫ୍ୟାମିଲି ଲୋକଙ୍କୁ କାହିଁକି ହଇରାଣ କରିବି କେବେ ବାହାରେ ଆପଣଙ୍କ ଅଡିଏନ୍ସ କେବେ ଦେଖିକିରି ଚିହ୍ନି ପାରିଛନ୍ତି ହଁ ଚିହ୍ନନ୍ତି ଚିହ୍ନିକି ଆଗରୁ ଟିକେ ଭଲ ପାଇବା ଦଉଥିଲେ କିନ୍ତୁ ଏବେ ଖାଲି ଗାଳି ହିଁ ମିଳୁଛି ଆପଣ ଆପଣଙ୍କ ସାମ୍ନାରେ ଦେଖିକିରି ଜାଣିପାରୁଛନ୍ତି କଣ ଗୋଟେ ଇନସିଡେଣ୍ଟ କୁହନ୍ତୁ ମ୍ୟାଡାମ କଣ ହେଇଛି ଏମିତି ବି ଥରେ ଅଧେ ହେଇଛି କି ଆମେ ଏମିତି ମାର୍କେଟ ଯାଇଥିବୁ ଏମିତି ମାନେ ଏବେ ଗଣେଶ ପୂଜା କଥା ହଉଛି ଗଣେଶ ପୂଜାରେ ମୁଁ ବୁଲୁଥିଲି ସଡନ ଦିଟା ଅଳ୍ପ ଏଜର ପିଲା ଝିଅ ଦିଟା ତ ଏମିତି ପଛରୁ ଚାଲେ ଏ ବିନା ମାନେ ଏମିତି ଲାଇକ୍ ଡାକିଲେ ପୁରା ରାସ୍ତାରେ ଚିଲେଇକି ତ ମୁଁ ଯେତେ ବୁଲିକି ଚାହିଁଲି ତୁ କାହିଁ ଏମିତି ହଉଛୁ ସେ କହୁଛି ତତେ କାହିଁ ଏମିତି ଲାଗୁଛୁ ତତେ କଣ ବୁଦ୍ଧି ସୁଦ୍ଧି ନାହିଁ ମାନେ ଏଇ ଟାଇପର ହିଁ କଥାବାର୍ତ୍ତା କୁହନ୍ତି ତାଙ୍କୁ ଲାଗି ମୁଁ ରିଅଲରେ ତାଙ୍କୁ ହଇରାଣ କରୁଛି କିମ୍ବା ପରିବାରରେ ରିଅଲରେ କିଛି ମାନେ ଏମିତି ଅଶାନ୍ତି କ୍ରିଏଟ କରୁଛି ତ ସେଇ ଟାଇପର ହିଁ କୁହନ୍ତି ଆପଣ କିଛି ରିପ୍ଲାଏ ଦେଲେ ତାକୁ ମୁଁ କିଛି ରିପ୍ଲାଏ ଦେଇପାରିଲି ହସି ଦେଇକି ପଳେଇ ଆସିଲା କଣ କହିବି